ଏଇଟା ତ ମେ ମାସ, ବାୟୁରେ ତାପମାତ୍ରା ବଢ଼ି ଯାଇଛି, ସୁଲୁସୁଲିଆ ଶୀତଳ ହାୱା କମି ଯାଇଛି। ଓଃ, କି ଗୁଳୁଗୁଳି, କି ଗରମ, କି କଷ୍ଟ ଲାଗୁଛି, ଜୀବନ ଡହଳ ବିକଳ ହେଇଯାଉଛି। ହେଲେ ଭାଇ, ଏଇ ମେ ମାସରେ ଗୋଟିଏ ହାୱା ଖୁବ୍ ଜୋରରେ ବଢ଼ି ଯାଇଛି। ସେଇଟା କୋଉ ହାୱା? ସେଟା ବା ଇଲେକ୍ସନ ହାୱା। ରାଜା ମନ୍ତ୍ରୀ କଟୁଆଳ ପାତ୍ରମନ୍ତ୍ରୀଠୁ ଆରମ୍ଭ କରି ଗାଁ ଗହଳିର କୁଜିନେତା ପର୍ଯ୍ୟନ୍ତ ସମସ୍ତଙ୍କର ଏଇ ଇଲେକ୍ସନ ବଜାରରେ ଗିଅର ବଢ଼ି ଯାଇଛି। ବଢ଼ିଛି ନା? ଆପଣଙ୍କର ବି ବଢ଼ିଛି ନା? ଯଦି ବଢ଼ିନି, କୌଣସି ଗୋଟେ ନେତା ଦେଖି ତା କଛାକୁ ଧର, ଦେଖିବ ବଢ଼ିଯିବ। ବଢ଼ିଯିବ, ବିଲକୁଲ ବଢ଼ିଯିବ। ସତ ନା ମିଛ? ଆଉ ସେ ନେତାମାନଙ୍କୁ ଆଉ ଗରମ ଲାଗୁନି, ଖାଲି ପାଦରେ ବି ଏହି ତାତଲା ଭୂଇଁରେ ଧାଉଁଛନ୍ତି। ଏ ନେତାମାନେ ତାଙ୍କର ଯେଉଁ ଏସି ଲଗା ହେଇଥିବା କୁଲକୁଲିଆ ବେଡରୁମ୍ରେ ଡାନଲପ ବେଡ୍ରେ ଥନ୍ତଲ ପେଟ ଉପରକୁ କରିଦେଇକି ଘୁଙ୍ଗୁଡ଼ି ମାରି ମାରି ଶୋଇଥାନ୍ତି। ସେମାନଙ୍କୁ ଏବେ ଆଉ ଖରା କାଟୁନି। ମୂଲିଆ ରକମ ମୁଣ୍ଡରେ ପଗଡ଼ି ଭିଡ଼ି ଦେଇକି ଧାଉଁଛନ୍ତି, ଗାଁ ଗଣ୍ଡାକୁ ଧାଉଁଛନ୍ତି, ଲୋକମାନଙ୍କ ସହିତ ମିଶୁଛନ୍ତି। ଆଉ ଲକ୍ଷ୍ୟ କରନ୍ତୁ ଦେଖିବା, ଯଦି ନ୍ୟୁଜ୍ ଫ୍ୟୁଜ୍ ଦେଖୁଥିବେ ତେବେ ସେଠି ଦେଖିବେ ସେଇ ନେତାମାନେ ଗାଁ ଗଣ୍ଡାକୁ ଯାଇ ଯେଠି ଜନସମାଗମ ହେଇଛି, ଏଠି କିଏ ପଣା ଖାଉଛି, ଲୋକମାନଙ୍କ ସାଙ୍ଗରେ କିଏ ଭୂଇଁର ବସି ଯାଇକି ପଖାଳ ଗିଳି ଦଉଛି। ସେମାନଙ୍କୁ ଡାଇନିଂ ନହେଲେ ତଳେ ବସି ହୁଏନି, ଯଦି ତଳେ ବସିବେ ଉଠି ପାରିବେନି, ଗୋଟେ କ୍ରେନ୍ ଦରକାର ହୁଏ ଉଠେଇବା ପାଇଁ। ବୋଧେ ମୁଁ ଭାବୁଛି ସେଇଆ। ଉଛୁଣିକା କିନ୍ତୁ ଆଉ ସେମିତି ଦୁର୍ବଳତା ନାହିଁ, ସେମାନେ ସବଳ ହେଇଗଲେଣି, ତଳେ ବି ବସି ଯାଉଛନ୍ତି, ଯେ ଯେଠି ଯାହା ଦେଲା ଗେମ୍ଫି ଯାଉଛନ୍ତି। ଆଉ ବାଛ ବିଚାର ନାହିଁ ଯେ ଏଟା ସେ ସବୁ ଆଉ ଡର ନାହିଁ, ଉଡ଼ି ଯାଇଛି। କାହିଁକି? ଇଲେକ୍ସନ ହାୱା ବହୁଛି, ହୁ ହୁ ବହୁଛି। ଆଉ ମଧ୍ୟ ଦେଖନ୍ତୁ, ସେଇ ନ୍ୟୁଜ୍ ଫ୍ୟୁଜ୍ ଚ୍ୟାନେଲରେ ଦଉଥିଲା ନେତାମାନେ କ'ଣ କରୁଛନ୍ତି, ଜନଗହଳି ଦେଖି ନାଁ ଲେଖି ଲେଖିକି ଟଙ୍କା ବାଣ୍ଟୁଛନ୍ତି। କେତେ ଟଙ୍କା ବାଣ୍ଟୁଥିବେ? 100, 200, ନହେଲେ 500, ନହେଲେ ବଢ଼ି ବଢ଼ି 1000 ଏମିତି ଦଉଥିବେ। କିନ୍ତୁ ସେଇ ନେତାମାନଙ୍କୁ ଯେତେବେଳେ ଜଣେ ଭିକାରୀଟା ଆଗରୁ ଦେଖୁଥାଏ, ବାବୁ ଦୟାକର, ବାବୁ ତୁମର ଧର୍ମ ହବ, ତୁମର ମଙ୍ଗଳ ହବ, ଏ ଭିକାରୀକୁ କିଛି ଦୟା କରନ୍ତୁ ବାବୁ। ମାନେ ଅନଉଥିଲେ ଭିକାରୀକୁ, କିଏ କେମିତି ଅନାଏ, 5 ଟଙ୍କା ଯଦି ପକେଟରେ ଥାଏ ଦିଏ, ନହେଲେ ଅନେଇ ଦେଇ ନାକ ମୁଡ଼ି ଦେଇ ପଳେଇଯାଏ। ଏଇନା ସେମାନଙ୍କଠୁ କୋଉଠୁ ଟଙ୍କା ଆସୁଛି? ସେମାନେ ନିଜେ ରୋଜଗାର କରିଛନ୍ତି କି ଏଠି ମାଟି ହାଣିଥିଲେ? ଏଇନା ଯେଉଁ ଲକ୍ଷ ଲକ୍ଷ ଟଙ୍କା ବାଣ୍ଟିବାରେ ଲାଗିଛନ୍ତି, ଭରସା କରୁଛନ୍ତି କ'ଣ ନା ଏଇଟା ହେଲା ଥୁପ, ମାଛ ଧରିବାର ଥୁପ। ଥୁପ ଦେଇଦେଲେ ମାଛ ଧାଇଁ 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 ଆସିବେ ସେଠିକି। ଏମାନେ ତ ବଂଶୀ ଧରି ବସିଛନ୍ତି, ଖାଞ୍ଚି ଦେବେ ଆଉ। ତେଣୁ ନେତାମାନେ ଯାହା ଦଉଛନ୍ତି ନେଇଯାଆନ୍ତୁ, କିନ୍ତୁ ସେମାନଙ୍କର ପ୍ରରୋଚନାରେ ପଡ଼ନ୍ତୁନି। ଭାବିବେନି ଯେ ଟଙ୍କା ଦଉଛନ୍ତି ମାନେ ସେ ଅନେକ ଟଙ୍କା ରଖିଛି, କରିଦେବ କିଛି ଦେଶ ପାଇଁ। କେତେ କୋଟି କୋଟି ଟଙ୍କା ରଖିଥିବା ଲୋକ ଆମ ଦେଶ ପାଇଁ କିସ କରିଛନ୍ତି, ଆମ ରାଜ୍ୟ ପାଇଁ କିସ କରିଛନ୍ତି? ଆମେ ତ ଯାଉଛୁ, ଦାଦନ ଯାଉଛୁ, ସେମାନେ ଭାଷଣରେ ମାରି ଦେଉଛନ୍ତି, ଅମୁକ କରିବି, ତୁସୁକ କରିବି, ଜହ୍ନକୁ ଆଣି ତୁମ ହାତରେ ଥୋଇଦେବି, ନିହାଲ କରିଦେବେ। ଆଉ ସବୁ ମାରି ମାରି ତାଙ୍କ ରେଜେଇ ଗଦିରେ ଭର୍ତ୍ତି କରିବେ, ଫ୍ରିଜରେ ଭର୍ତ୍ତି କରିବେ, ପାଇଖାନାରେ ଭର୍ତ୍ତି କରିବେ, ସବୁ ମାରି ମାରି ଦେଶଟାକୁ ଠୁଳ କରିଦେବେ। ତେଣୁ ଭଲ ଲୋକ ଦେଖିକି ସିଲେକ୍ସନ କରନ୍ତୁ।